ଲୋକେ ସବୁବେଳେ କହନ୍ତି ବ୍ୟବସାୟ ଆରମ୍ଭ କରିବାକୁ ଲକ୍ଷ ଲକ୍ଷ ଟଙ୍କା ଦରକାର, କିନ୍ତୁ ସତ କଥା ହେଉଛି ବ୍ୟବସାୟ ଟଙ୍କାରୁ ନୁହେଁ, ଠିକ୍ ଚିନ୍ତାଧାରା ଓ ପରିଶ୍ରମରୁ ଆରମ୍ଭ ହୁଏ। ଆପଣଙ୍କ ପାଖରେ ଯଦି 500 ଟଙ୍କା ଥାଏ, ତଥାପି ଆପଣ ନିଜର ପ୍ରଥମ ଆୟର ରାସ୍ତା ତିଆରି କରିପାରିବେ। ଫରକ କେବଳ ଏତିକି, କିଛି ଲୋକ ସବୁବେଳେ ବାହାନା ଖୋଜନ୍ତି, ଆଉ କିଛି ଲୋକ ସୁଯୋଗକୁ ଧରି ଆଗକୁ ବଢ଼ିଯାଆନ୍ତି। ଆଜିର ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଏମିତି 7ଟି ଛୋଟ କିନ୍ତୁ ଦମଦାର ବିଜନେସ୍ ଆଇଡ଼ିଆ କହିବି, ଯାହାକୁ ଆପଣ ଘରୁ ବସି ଆରମ୍ଭ କରିପାରିବେ। ନା ବଡ଼ ମେସିନ୍ ଦରକାର, ନା ଫ୍ୟାକ୍ଟ୍ରି, ନା ଅଫିସ୍। ଦରକାର କେବଳ ପରିଶ୍ରମ, ଶିଖିବାର ଇଚ୍ଛା ଏବଂ ଟିକେ ସ୍ମାର୍ଟ ୱାର୍କ। ଆପଣ ଯଦି ଜଣେ ଷ୍ଟୁଡେଣ୍ଟ, ହାଉସୱାଇଫ୍, ଚାକିରି ଖୋଜୁଥିବା ଜଣେ ବ୍ୟକ୍ତି କିମ୍ବା ଅତିରିକ୍ତ ଆୟ କରିବାକୁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓରେ ଆପଣଙ୍କୁ ନିଶ୍ଚିତ ଗୋଟିଏ ଆଇଡ଼ିଆ ମିଳିଯିବ, ଯାହା ଆପଣଙ୍କ ଭବିଷ୍ୟତକୁ ବଦଳାଇ ଦେଇପାରେ। ସବୁଠାରୁ ବଡ଼ ଭୁଲ ଧାରଣା ହେଉଛି ମୋ ପାଖରେ ଟଙ୍କା ନାହିଁ, ସେଥିପାଇଁ ମୁଁ ବିଜନେସ୍ କରିପାରିବି ନାହିଁ। କିନ୍ତୁ ମନେ ରଖନ୍ତୁ, ଆଜିର ବଡ଼ ବଡ଼ କମ୍ପାନୀ ମଧ୍ୟ ଦିନେ ଛୋଟ ଘର କିମ୍ବା ଗ୍ୟାରେଜରୁ ଆରମ୍ଭ ହୋଇଥିଲେ। ସେମାନେ କେବଳ ଅପେକ୍ଷା କରିନଥିଲେ, ଆରମ୍ଭ କରିଥିଲେ। ତେଣୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ପ୍ରତ୍ୟେକ ଆଇଡ଼ିଆ କମ୍ ଟଙ୍କାରେ ଆରମ୍ଭ ହୁଏ ଏବଂ ଠିକ୍ ଭାବରେ କଲେ ଧୀରେ ଧୀରେ ଇନକମ୍ ସୋର୍ସ ହୋଇପାରେ। ପ୍ରଥମ, ପେପର ବ୍ୟାଗ୍ ବନାଇବା ବିଜନେସ୍। ପ୍ଲାଷ୍ଟିକ୍ ବ୍ୟବହାର କମୁଥିବାରୁ ପେପର ବ୍ୟାଗ୍ର ଚାହିଦା ଦିନକୁ ଦିନ ବଢ଼ୁଛି। ମେଡ଼ିକାଲ ଷ୍ଟୋର, ଗିଫ୍ଟ ସପ୍, କପଡ଼ା ଦୋକାନଠାରୁ ଆରମ୍ଭ କରି ଛୋଟ ଛୋଟ ଦୋକାନ ପର୍ଯ୍ୟନ୍ତ ସବୁଠି ପେପର ବ୍ୟାଗ୍ର ବ୍ୟବହାର ହେଉଛି। ଏହି ବିଜନେସ୍କୁ ଆପଣ ଘରୁ ହିଁ ଆରମ୍ଭ କରିପାରିବେ। କ୍ରାଫ୍ଟ ପେପର, ଗ୍ଲୁ ଏବଂ ଟିକେ ପ୍ରାକ୍ଟିସ୍ ହେଲେ ଯଥେଷ୍ଟ। ୟୁଟ୍ୟୁବରୁ ଶିଖନ୍ତୁ ଏବଂ ପାଖାପାଖି ଦୋକାନରେ ସପ୍ଲାଇ ଆରମ୍ଭ କରନ୍ତୁ। ଛୋଟ ଲାଭ ଧୀରେ ଧୀରେ ବଡ଼ ଇନକମ୍ ସୋର୍ସରେ ପରିଣତ ହୋଇପାରେ। ଦ୍ୱିତୀୟ, ମୋବାଇଲ କଭର କଷ୍ଟମାଇଜେସନ୍। ଆଜିକାଲି ସମସ୍ତେ ନିଜର ମୋବାଇଲକୁ ଅଲଗା ଲୁକ୍ ଦେବାକୁ ଚାହାନ୍ତି। ସାଧାରଣ କଭର କିଣନ୍ତୁ ଏବଂ ସେଥିରେ ଫଟୋ ଡିଜାଇନ କିମ୍ବା ଷ୍ଟିକର ଲଗାଇ ଆକର୍ଷଣୀୟ ତିଆରି କରନ୍ତୁ। ଇନଷ୍ଟାଗ୍ରାମ ଓ ଫେସବୁକରେ ଫଟୋ ପୋଷ୍ଟ କରନ୍ତୁ। 30ରୁ 40 ଟଙ୍କା ପଡ଼ୁଥିବା କଭର ସହଜରେ 150ରୁ 200 ଟଙ୍କାରେ ବିକ୍ରି ହୋଇପାରେ। ଯଦି ଆପଣଙ୍କର କ୍ରିଏଟିଭିଟି ଭଲ, ତେବେ ଏହି ବିଜନେସ୍ ବହୁତ ଶୀଘ୍ର ବଢ଼ିପାରେ। ତୃତୀୟ, ମସଲା ପ୍ୟାକିଂ ବିଜନେସ୍। ଘର ଭଳି ସ୍ୱାଦ ସମସ୍ତଙ୍କୁ ଭଲ ଲାଗେ। ଲୋକାଲ ମାର୍କେଟରୁ ମସଲା କିଣି ଛୋଟ ପ୍ୟାକେଟରେ ପ୍ୟାକ୍ କରନ୍ତୁ। ଗରମ ମସଲା, ଚାଟ୍ ମସଲା, ବିରିୟାନୀ ମସଲା ଭଳି 2-3 ପ୍ରକାରରୁ ଆରମ୍ଭ କରନ୍ତୁ। ଭଲ କ୍ୱାଲିଟି ରଖିଲେ ଗ୍ରାହକ ନିଜେ ବଢ଼ିବେ। ଚତୁର୍ଥ, ଡେକୋରେଟେଡ୍ ଡିସ୍ପୋଜେବଲ୍ କପ୍ ବିଜନେସ୍। ଆଜିକାଲି ଛୋଟ କାଫେ, ବାର୍ଥଡେ ପାର୍ଟି ଓ ଇଭେଣ୍ଟରେ ୟୁନିକ୍ ଜିନିଷର ଚାହିଦା ଅଧିକ। ସାଧାରଣ ଡିସ୍ପୋଜେବଲ୍ କପ୍ରେ ସୁନ୍ଦର ଡିଜାଇନ କିମ୍ବା ଆର୍ଟୱାର୍କ କରି ବିକ୍ରି କରନ୍ତୁ। ଟିକେ କ୍ରିଏଟିଭିଟି ଆପଣଙ୍କ ପ୍ରଡକ୍ଟକୁ ପ୍ରିମିୟମ୍ କରିଦେବ। ପଞ୍ଚମ, ମୋବାଇଲ ଭିଡ଼ିଓ ଏଡିଟିଂ। ଆଜିର ଦିନରେ ପ୍ରତିଦିନ ହଜାର ହଜାର ଲୋକ କଣ୍ଟେଣ୍ଟ ବନାଉଛନ୍ତି, କିନ୍ତୁ ସମସ୍ତଙ୍କୁ ଭଲ ଏଡିଟିଂ ଆସେ ନାହିଁ। କ୍ୟାପକଟ୍, ଭିଏନ୍ କିମ୍ବା ଇନସର୍ଟ ଭଳି ଆପ୍ରେ ଏଡିଟିଂ ଶିଖନ୍ତୁ ଏବଂ ଛୋଟ କ୍ରିଏଟରଙ୍କ ସହ କାମ ଆରମ୍ଭ କରନ୍ତୁ। ଏହି ବିଜନେସ୍ରେ ଇନଭେଷ୍ଟ କିଛି ନାହିଁ, କିନ୍ତୁ ସ୍କିଲ୍ ଭଲ ଥିଲେ ଆୟ ବହୁତ ଭଲ ହୋଇପାରେ। ଷଷ୍ଠ, ହ୍ୟାଣ୍ଡମେଡ୍ ସାବୁନ। କେମିକାଲ ଫ୍ରି ଓ ହ୍ୟାଣ୍ଡମେଡ୍ ପ୍ରଡକ୍ଟ ଚାହିଦା ବଢ଼ୁଛି। ସାବୁନ ବେସ୍, ସୁଗନ୍ଧ ଓ ରଙ୍ଗ କିଣି ସୁନ୍ଦର ସାବୁନ ତିଆରି କରନ୍ତୁ। ଆକର୍ଷଣୀୟ ପ୍ୟାକିଂ କଲେ ଗିଫ୍ଟ ଆଇଟମ୍ ଭାବରେ ମଧ୍ୟ ବିକ୍ରି ହେବ। ସପ୍ତମ, ମୁଖବାସ ବିଜନେସ୍। ସୌମ୍ପ, ମିଶ୍ରି ଓ ଭିନ୍ନ ଭିନ୍ନ ଫ୍ଲେଭର ମିଶାଇ ନିଜର ବ୍ରାଣ୍ଡ ମୁଖବାସ ତିଆରି କରନ୍ତୁ। ଛୋଟ ପ୍ୟାକେଟରେ ପ୍ୟାକ୍ କରି ରେଷ୍ଟୁରାଣ୍ଟ, ଢାବା, ପାନ ଦୋକାନରେ ସପ୍ଲାଇ କରନ୍ତୁ। କମ୍ ଇନଭେଷ୍ଟରେ ଆରମ୍ଭ ହୋଇ ଧୀରେ ଧୀରେ ଭଲ ଆୟ ଦେଇପାରିବ। ଶେଷରେ ଗୋଟିଏ କଥା ମନେ ରଖନ୍ତୁ, ବ୍ୟବସାୟ କେବଳ ଛୋଟ ବଡ଼ ହୁଏ ନାହିଁ, ଛୋଟ ବଡ଼ ଆମର ଚିନ୍ତାଧାରା। ଆରମ୍ଭରେ ହୋଇପାରେ, ଆୟ କମ୍ ହେବ, ପରିଶ୍ରମ ବେଶୀ ଲାଗିବ, ଲୋକେ ମଜାକ ମଧ୍ୟ କରିବେ, କିନ୍ତୁ ଯଦି ଆପଣ ଲଗାତାର ଶିଖୁଥିବେ ଏବଂ ହାର ନ ମାନନ୍ତି, ତେବେ ଆଜିର ଏହି ଛୋଟ କାମ ଆସନ୍ତାକାଲିର ଗୋଟିଏ ବଡ଼ ବ୍ରାଣ୍ଡ ହୋଇପାରେ। ତେଣୁ ବହୁତ ଟଙ୍କାର ଅପେକ୍ଷା କରନ୍ତୁ ନାହିଁ। ଆଜି ଯେଉଁଠାରେ ଅଛନ୍ତି ସେଇଠାରୁ ହିଁ ଆରମ୍ଭ କରନ୍ତୁ, କାରଣ ଯିଏ ଛୋଟ ସୁଯୋଗକୁ ଚିହ୍ନିବା ଓ ଧରିବା ଶିଖିଯାଏ, ସେହି ଲୋକ ଆଗକୁ ଯାଇ ବଡ଼ ସଫଳତା ହାସଲ କରେ।